କି ଅଜ୍ଞାନୀ ମୂର୍ଖ ପଣ୍ଡିତ ଯେମିତି ଆମେ ଘରେ ଘରେ ଗୀତା ଭାଗବତ ସେମିତି ପ୍ରତ୍ୟେକ ତେଲୁଗୁ ଭାଷୀ ବ୍ୟକ୍ତି ତାଙ୍କର ଘରେ ଗୋଟିଏ ପୁସ୍ତକ ରଖନ୍ତି ଯେଉଁ ପୁସ୍ତକର ନାମ ହେଉଛି କବି ବେମନାଙ୍କର ଭଜନ। କବି ବେମନା ଜାଣିଛ ଜୀବନ ଚର୍ଚ୍ଚା। କବି ବେମନା ଥିଲେ ପିଲାବେଳେ ଅନାଡ଼ି, ଏତେ ଅନାଡ଼ି ଯେ ଜୀବନରେ ଦିଟା କଥା ଏକାଥରେ ବୁଝିପାରନ୍ତି ନାହିଁ, କିଛି ବୁଝିପାରନ୍ତି, ସମ୍ପୂର୍ଣ୍ଣ ଅନାଡ଼ି। ଗୁରୁଦେବ ତାଙ୍କୁ ପାଖେ ପାଖେ ରଖନ୍ତି, ଅତ୍ୟନ୍ତ ଭଲ ପାଆନ୍ତି। ତାର এই অনাଡ଼ି গুণ ପାଇଁ ଅନ୍ୟାନ୍ୟ ତୁମ ପରି ଯେଉଁ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ଆଡ଼ଭାନ୍ସ ପିଲାମାନେ ତାକୁ ପରିହାସ କରନ୍ତି, ଥଟ୍ଟା କରନ୍ତି ବା ତାକୁ କମେଣ୍ଟ କରନ୍ତି। ପାଖେ ପାଖେ ରଖନ୍ତି, ଯୁଆଡ଼େ ଯାଆନ୍ତି ଯେ ଦୂର ଜାଗାକୁ ଯିବେ କେମିତି ଗାଧେଇ ଯିବେ, ପୋଷାକ ପତ୍ର ବଡ଼ରେ ଯେ ଭଲ ଦେଖି ଖଣ୍ଡେ ଖଣ୍ଡେ ପିନ୍ଧିଲେ, ତେଣୁ ସେତେବେଳେ ଅଭାବ ସାଧୁ ଖଣ୍ଡିଏ କଳା ପୋଷାକ ବାହାର କଲେ, ସାଥୀକୁ ଧରେ ଠିଆ କରିଦେଲେ। ଗତକାଲି ବର୍ଷା ହେଇକି ଧନ ରାସ୍ତାଘାଟ ଓଦା ହେଇଯାଇଛି, ତଳେ ଧୋଇବୁ ନାହିଁ, ମୁଁ କହିଲେ ଧଳା ପୋଷାକଟି ନଷ୍ଟ ବୁଡ଼ିବା ପାଇଁ ପାଣିରେ ଗୋଟିଏ ବୁଡ଼ ମାରିଲେ, ବୁଡ଼ ମାରିକି ଚିଡ଼ା ହେଇଲେ, ଚିଡ଼ା ହେଇ ଡାକିଲେ ହାତରେ ଛାଡ଼ିଲେ ଆଇ କଥା ଦିଟା ହେଇଗଲା। ପଢିଲା ଖାଇବାର କଥା, କାରଣ ମୂଳରୁ ଅନାଡ଼ି ଦିଟା କଥା ଏକାଥରେ ବୁଝିବ ନାହିଁ। ଗୁରୁଦେବ ଠାରିଦେଲେ ଆଇ ବୋଲି ଏ ବର୍ଷଟାକୁ ନେଇକି ଯିବ କି ଖାଲି